55 নম্বର ଜାତୀୟ ରାଜପଥରେ ବଡ଼ ବଡ଼ ଫାଟ, କଂକ୍ରିଟ ରାସ୍ତା ଚିରି ହୋଇ ଆଁ କଲାଣି। ଆଉ କେଉଁଠି ନବନିର୍ମିତ ଡ୍ରେନ୍ ଭାଙ୍ଗି ପଡ଼ିଲାଣି। ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଉକ୍ତିରେ ଚାଲିଛି କଟକରୁ ସମ୍ବଲପୁର ସଂଯୋଗ କରୁଥିବା 55 নম্বର ଜାତୀୟ ରାଜପଥ ନିର୍ମାଣ କାମ। ସେପଟେ 2018 ମସିହାରୁ ଏହି ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା। ଆଜି ଯାଏଁ ନିର୍ମାଣ କାମ ସରିବାର ନାଁ ଧରୁନାହିଁ, ଯାହାଫଳରେ ଏହି ରାଜପଥରେ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି। ଯେତିକି ନିର୍ମାଣ କାମ ହୋଇଛି ସେଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି। ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥା ନବନିର୍ମିତ କଂକ୍ରିଟ ରାସ୍ତାର ଫାଟରେ କେମିକାଲ ଯୁକ୍ତ ଅଠା ଭର୍ତ୍ତି କରି ତାଳି ପକାଇବାରେ ଲାଗି ପଡ଼ିଛନ୍ତି, ଯାହାଫଳରେ ଏହି ରାଜପଥର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଜପଥର ପ୍ୟାଚ୍ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। କାମ ଶେଷ ତ ହୋଇନାହିଁ, କିନ୍ତୁ ବର୍ତ୍ତମାନ ତାର ରାସ୍ତା ଏତେ କଦର୍ଯ୍ୟ ହୋଇଗଲାଣି ଯାହାଫଳରେ ବର୍ତ୍ତମାନ ପ୍ୟାଚ୍ ପକେଇବା ଆରମ୍ଭ ହେଲାଣି। ତ କାମ ଶେଷ ହୋଇନି, ପ୍ୟାଚ୍ ପଡ଼ିଲାଣି। ତେଣୁକରି ସେ ରାସ୍ତାର ଭବିଷ୍ୟତ କଣ ଆପଣମାନେ ବୁଝିପାରୁଥିବେ। ବଡ଼ ଦୁଃଖର ବିଷୟ, ଦେଶର ଅନେକ କୋଟି କୋଟି ଟଙ୍କା ଏଥିରେ ଆତ୍ମସାତ ହିଁ ହେଉଛି। ଏହି ରାସ୍ତା ବଡ଼ ଗୁରୁତ୍ୱପୂର୍ଣ୍ଣ ରାସ୍ତା, କିନ୍ତୁ ଏହା ଉପରେ ସରକାରଙ୍କର କୌଣସି ଧ୍ୟାନ ନାହିଁ। କିନ୍ତୁ ଦେଖିଲା ଯେତିକି କାମ ସରିଛି ସେ କାମ ଗୁଡ଼ିକ ବହୁ ଜାଗାରେ ଫଟୋ ସୃଷ୍ଟି ହେଲାଣି। ରାସ୍ତା ଖରାପ ଅବସ୍ଥାକୁ ଆସିଗଲାଣି, କିନ୍ତୁ କିଛି ବର୍ତ୍ତମାନ ତାକୁ ପ୍ୟାଚ୍ ପକା ହେଉଛି। ତେଣୁ ଏହା ନିଶ୍ଚିତ ଭାବରେ ଜାତୀୟ ବିଭାଗର ଜାତୀୟ ରାଜପଥ ବିଭାଗର ଯଦି ଆମେ କହିବା ଯେଉଁମାନେ ଠିକାଦାର ଅଛନ୍ତି, ଯେଉଁମାନେ କାମ ପାଇଁ ଦିଆହେଉଛି, ସେମାନଙ୍କର ଅବହେଳା କିମ୍ବା ସେମାନଙ୍କର ଅପାରଗତା ପାଇଁ ଏଭଳି ସୃଷ୍ଟି ହେଇଛି। କଟକରୁ ସମ୍ବଲପୁର ସଂଯୋଗ କରୁଥିବା ଏହି ରାଜପଥ ଓଡ଼ିଶାର ଏକ ପ୍ରମୁଖ ରାସ୍ତା। ଦୈନିକ ହଜାର ହଜାର ଭାରୀଯାନ ଠାରୁ ଆରମ୍ଭ କରି ନେତା ଓ ସାଧାରଣ ଜନତା ଏହି ରାସ୍ତାରେ ଯାତାୟାତ କରନ୍ତି। ରାଜ୍ୟ ଭିତରେ ହେଉ କିମ୍ବା ରାଜ୍ୟ ବାହାରକୁ ହେଉ, ମାଲ ପରିବହନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ 55 নম্বର ଜାତୀୟ ରାଜପଥ। ରାସ୍ତା କାମ ନିମ୍ନମାନର ହେଉଥିବା ବେଳେ ଦିନ କେଇଟା ମଧ୍ୟରେ ଫାଟି ଆଁ କଲାଣି। ସେପଟେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବସି ପଡ଼ିଥିବା ବେଳେ ନିମ୍ନମାନର କାମ କରି ମାଲେମାଲ ହେଉଛନ୍ତି ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା। ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ତେଣୁ ସରକାର, ପ୍ରଶାସନ ଏବଂ ଜାତୀୟ ରାଜପଥ ବିଭାଗର ଏ ଯୋଉ ମଧୁଚନ୍ଦ୍ରିକା, ଏଟା ତୁରନ୍ତ ବନ୍ଦ ହେବା ଦରକାର। ଅବିଳମ୍ବେ 55 নম্বର ଜାତୀୟ ରାଜପଥ, ଯୋଉଟା କଟକ ସମ୍ବଲପୁରର ଲାଇଫ ଲାଇନ କୁହାଯାଉଛି, ଜୀବନରେଖା ବୋଲି କୁହାଯାଉଛି, ତାକୁ ଅବିଳମ୍ବେ ତୁରନ୍ତ ସାରନ୍ତୁ ଏବଂ ଏହା ଭିତରେ ଯୋଉ ଦୁର୍ନୀତି ହେଇଛି, ଦୁର୍ନୀତିର ଯୋଉ ଗନ୍ଧ ବାସ୍ନା ଆସୁଛି, ଅବିଳମ୍ବେ ଏହାର ତଦନ୍ତ ହେବା ଦରକାର। 55 নম্বର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ନିମ୍ନମାନର ହେଉଥିବା ବେଳେ ରାଜକୋଷରୁ ଅର୍ଥ ହରିଲୁଟ ହେଉଛି। ଏହି ଦିଗରେ ତଦନ୍ତ ଆବଶ୍ୟକ ରହିଛି। ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନୀତିରେ ଚାଲିଛି ଜାତୀୟ ରାଜପଥ 55 ସମ୍ପ୍ରସାରଣ କାମ। ବର୍ଷ ପରେ ବର୍ଷ ବିତି ଯାଉଛି, ହେଲେ ସମ୍ପ୍ରସାରଣ କାମ ସରିବାର ନାଁ ନେଉନି। ଅନ୍ୟପଟେ ଯେତିକି ସମ୍ପ୍ରସାରଣ ହେଲାଣି ସେତିକିରେ ଦେଖାଦେଲାଣି ଅନେକ ଫାଟ, ଯାହାକୁ ମରାମତିରେ ଲାଗି ପଡ଼ିଛନ୍ତି ଏବେ ଜାତୀୟ ରାଜପଥ ବିଭାଗ ଏବଂ ଠିକାଦାର। ଅନୁଗୁଳ ସମରେଶ ନାଥ, ନନ୍ଦିଘୋଷ ଟିଭି।